ମୋ ଜୀବନ ଏଇ ଲୋକଟା ପୁରା ବର୍ବାଦ କରିଦେଲା। ବାହାଘର ଏତେ ବର୍ଷ ହେଲାନି କୁଆଡେ କେବେ ବୁଲି ନେବା ପାଇଁ ନାହିଁ, ଖାଲି ଘରେ ଖଟ ଖା ଖଟ ଖା। ଏ ଅଣ୍ଡରା ଜୀବନ ବର୍ବାଦ କରିନି, ବର୍ବାଦ ହେଇଛୁ ତୁଇ ନିଜକୁ ନିଜେ। ଆଉ ମୋର ଏଇ ଯୋଉ କହୁଛୁ ମୁଁ ତ ଖଟ ଖା ହେଥିପାଇଁ ଦାୟୀ ତୁଇ ନିଜେ, ତୋର ସବୁ ଭୁଲ। କିନି ମୁଇଁ ଦାଇ କେମିତି ଦାୟୀ? ଆଲୋ ବାହାଘର ଯୋଉ ଖୁଣି ହେଲା ତୁ ମତେ କଣ କହିଲୁ? ଘରୁ କୁଆଡେ ବି ବାହାରକୁ ବୁଲି ଯିବା ଦରକାର ନାହିଁ। ଏ ସାଙ୍ଗସାଥି ସବୁ ଛାଡ, ଏ ବାହାରେ ଭୋଜି ବଟକା ସବୁ ଛାଡ। ଆଉ ଯୁଆଡେ ଯିବ ମତେ କହିକିନି ଯିବ, ବହୁତ କମ ସମୟରେ ଯିବ ଆଇବ। ବାହାରେ ଏତେ ଆମର ସମୟ ରହିବା ଦରକାର ନାହିଁ। ସବୁ ମତେ ଅଭ୍ୟାସ ଆଣିଛି କିଏ? ତୁ ଆଣିଛୁ। ନହେଲେ ମୁଁ ସକାଳ 9ଟାରୁ ପଖାଳ ବାରଟା ଖାଇକିନି ଗଲେ ରାତି 12 ଗୋଟେ ଘରକୁ ଆସେ। ମତେ କେହି କିଛି କହିଥିଲି ମୁଁ ମାନେ ଏତେ ବୁଲେ ସାଙ୍ଗସାଥିରେ ଆମେ ବାହାରକୁ ଟୁରିଷ୍ଟ ଯାଉ 7 ଦିନ 8 ଦିନ ଯାକେ ଭୋଜି କରୁ, ସିଆଡେ ରହିକିନି ମଜାମସ୍ତି କରୁ, ଘରକୁ ଆସ। ଏଇ ଅଭ୍ୟାସ ସବୁ ଚେଞ୍ଜ କରିଦେଲୁ, ବର୍ତ୍ତମାନ ତୋତେ ଧରିକିନି ଯିବା ପାଇଁ ମତେ ଆଉ ଭଲ ହଉନି। ଆଉ ମନ ଲାଗୁନି, କଣ କରିବି କହ? ବାହାରେ ବୁଲିବା ପାଇଁ ତ ମୋର ଟୋଟାଲ ଆଉ ମନ ନାହିଁ। ଆଉ ଯଦି ତୁ କହୁଛୁ ବାହାରକୁ ବୁଲି ଯିବା ପାଇଁ, ଯଦି ବାହାରକୁ ବୁଲି ଯିବା ପାଇଁ କହୁଛୁ ତାହେଲେ କଣ ମତେ ବର୍ଷେ 1.5 ବର୍ଷ ଖଣ୍ଡେ ଛାଡେ, ମୁଁ ସାଙ୍ଗସାଥିଙ୍କ ସହିତ ପୁଣି ଅଭ୍ୟାସକୁ ଆସେ। ନାଇଁ ଥାଉ, ଆମେ କୁଆଡେ ବୁଲି ଯିବାନି, ତମେ ବି କୁଆଡେ ବୁଲି ଯିବନି। ସାଙ୍ଗସାଥି ତ ବିଲକୁଲ ନାହିଁ। କହୁଛୁ ବୁଲେଇ ନଉନ ପୁଣି ମୁଁ ଆଉ କହିବିନି କେବେ ବୁଲେଇନି ଆଉ ବୋଲି। ଠିକ ଅଛି, ତୋ ଇଚ୍ଛା ମୋର କଣ ଅଛି। ଆଉ ଏଇ ଅବଜେକ୍ସନ ଆଉ କେବେ କରିବୁନି ନା। No, 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 no.